ସମସ୍ତଙ୍କୁ ଏଡିଏସ୍ ନଲେଜ୍ ପଏଣ୍ଟରେ ସ୍ୱାଗତ। ମୁଁ ଆପଣଙ୍କର ପ୍ରିୟ ଡିକେ ସାର୍। ଦେଖନ୍ତୁ ପିଲାମାନେ, ଝାରସୁଗୁଡ଼ା ହୋମଗାର୍ଡ଼ର ଯେଉଁ ରିଟିନ୍ ପରୀକ୍ଷା ହୋଇଥିଲା ତାର ପ୍ରଶ୍ନକୁ ଆମେ ଆଲୋଚନା କରିବା। ଆଲୋଚନା କରିବା ପୂର୍ବରୁ ଯେଉଁମାନେ ନୂଆ କରିକି ଆସିଛନ୍ତି ସେମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ। କାହିଁକି ନା ମୁଁ ଅଲ୍ ଜବ୍ ରିଲେଟେଡ୍ ନୋଟିଫିକେସନ୍, ନଲେଜେବୁଲ୍ ଭିଡ଼ିଓ ଏବଂ ଏକ୍ଜାମ୍ ଆନାଲିସିସ୍ ଭିଡ଼ିଓ ଏହି ଚ୍ୟାନେଲ୍ ମାଧ୍ୟମରେ ପ୍ରୋଭାଇଡ଼ କରିଥାଏ। ତେଣୁକରି ଭିଡ଼ିଓ ଛାଡ଼ୁ ଛାଡ଼ୁ ସିଧାସଳଖ ଆପଣମାନଙ୍କର ମୋବାଇଲକୁ ନୋଟିଫିକେସନ୍ଟି ଚାଲିଯିବ। ବୁଝିଗଲା? କିଛି ଅସୁବିଧା ହେବ ନାହିଁ ପିଲାମାନେ, ଡରିବାର କିଛି ନାହିଁ। ଚାଲନ୍ତୁ ବିଳମ୍ବ ନ କରି ଆରମ୍ଭ କରିବା। ଓକେ, ଝାରସୁଗୁଡ଼ା ଜିଲ୍ଲାର ଯେଉଁ ହୋମଗାର୍ଡ଼ ପରୀକ୍ଷା ହୋଇଥିଲା ତାର 50ଟି ଜିକେ କ୍ୱେଶ୍ଚନ୍ ଆସିଥିଲା। ସେହି କ୍ୱେଶ୍ଚନ୍ ଗୁଡ଼ାକୁ ଚାଲନ୍ତୁ ଆଲୋଚନା କରିବା। 50ଟି ଜିକେ କ୍ୱେଶ୍ଚନ୍ରୁ ଆପଣମାନେ କେତେ ନମ୍ବର ରଖୁଛନ୍ତି ନିଶ୍ଚୟ କମେଣ୍ଟ ବକ୍ସରେ କମେଣ୍ଟ କରିକି ଜଣାଇବେ। ଓକେ, ଚାଲନ୍ତୁ ଆଲୋଚନା କରିବା। ନମ୍ବର 1 କ୍ୱେଶ୍ଚନ୍ କ'ଣ କହିଥିଲା ଦେଖନ୍ତୁ ନା, ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ରେ ଓଡ଼ିଶାର କେଉଁ ସ୍ଥାନକୁ ଜାଗା ମିଳିଛି? ମନେ ରଖିବେ ପିଲାମାନେ, ଓଡ଼ିଶାର ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ରେ କୋଣାର୍କର ସୂର୍ଯ୍ୟ ମନ୍ଦିର ରହିଛି। ପିଲାମାନେ, ଆମେ ଏକ୍ସଟ୍ରା ଫ୍ୟାକ୍ଟ ସହିତ ଜାଣି ରଖିବା ଏହି କୋଣାର୍କ ମନ୍ଦିରକୁ 1984 ମସିହାରେ ୟୁନେସ୍କୋ ୱାର୍ଲଡ ହେରିଟେଜ୍ ସାଇଟ୍ରେ ଇନକ୍ଲୁଡ୍ କରିଥିଲା। ମନେ ରହିଲା ପିଲାମାନେ। ଆଉ କୋଣାର୍କ ମନ୍ଦିରକୁ ଲାଙ୍ଗୁଳା ନରସିଂହ ଦେବ ନିର୍ମାଣ କରାଇଥିଲେ। ପାଖାପାଖି 13th ସେଞ୍ଚୁରୀରେ 1200 ବଢ଼େଇ ମିଶିକିରି 12 ବର୍ଷରେ କ'ଣ କରିଥିଲେ ନା ଏହି କୋଣାର୍କର ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ଏହି 1200 ବଢ଼େଇରୁ ମୁଖିଆ ଥିଲେ ମାନେ ହେଡ୍ ଥିଲେ ବିଶୁ ମହାରଣା, ଆପଣମାନେ ଜାଣିଛନ୍ତି। ତାଙ୍କର ପୁଅ ଧର୍ମପଦ ସିଏ କ'ଣ କରିଥିଲେ ନା କୋଣାର୍କ ମନ୍ଦିରର ଚୂଡ଼ ମାରିଥିଲେ। ବୁଝିଗଲେ? ପୁରା କ୍ଲିଅର? ମନେ ରଖିବେ ପିଲାମାନେ, ଏହି କୋଣାର୍କର ଯେଉଁ ସୂର୍ଯ୍ୟ ମନ୍ଦିର ଅଛି ତାକୁ ବ୍ଲାକ୍ ପାଗୋଡ଼ା ମଧ୍ୟ କୁହାଯାଏ। ହେଲା, ଆଉ ଆମର ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ତାଙ୍କୁ ହ୍ୱାଇଟ୍ ପାଗୋଡ଼ା ମଧ୍ୟ କୁହାଯାଏ। ମନେ ରଖିବେ। ଆଉ ଟିକେ ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ଆମର ୟୁନେସ୍କୋ ବାୟୋସ୍ଫିୟର ରିଜର୍ଭ ଓଡ଼ିଶାର ଗୋଟେ ହିଁ ଅଛି, ଯେଉଁଟାକି ଆମର ଶିମିଳିପାଳ ବାୟୋସ୍ଫିୟର ରିଜର୍ଭ। ମନେ ରଖିବେ, ଯେଉଁଟାକି ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥିତ। ବୁଝିଗଲେ ପିଲାମାନେ? ମୁଁ ଆପଣମାନଙ୍କୁ ପୁରା ଡିଟେଲ ଆଲୋଚନା କରିଦେଉଛି। ଆଉ ଏହି ଆନାଲିସିସ୍ ଦେଖିଲା ପରେ ଆପଣମାନେ ନିଶ୍ଚୟ ଭାବରେ ନୋଟ୍ କରିବେ। ଓକେ ପିଲାମାନେ, ଚାଲନ୍ତୁ 2 ନମ୍ବର ପ୍ରଶ୍ନକୁ ଦେଖିବା। କ'ଣ କହୁଛି ନା, ଓଡ଼ିଶାର କବି ସମ୍ରାଟ କିଏ? ଆପଣମାନେ ସମସ୍ତେ ଜାଣିଛନ୍ତି ଆମର କବି ସମ୍ରାଟ ହେଉଛନ୍ତି ଉପେନ୍ଦ୍ର ଭଞ୍ଜ। ବୁଝିଗଲା? ସେହିପରିକା ଆପଣମାନଙ୍କର ସ୍ୱଭାବ କବି, ପଲ୍ଲୀ କବି, ଓଡ଼ିଶାର ଗୌରବ କିଏ, ଏଇମାନଙ୍କର ଫେମସ୍ ପର୍ସନାଲିଟିର ଯେଉଁ ଆୱାର୍ଡ଼ ଥିଲା, ଉପାଧି ଥିଲା, ତାଙ୍କୁ ମଧ୍ୟ ନିଶ୍ଚୟ ପଢ଼ିବେ। ଆପଣମାନଙ୍କର ହୋମଗାର୍ଡ଼ ସହିତ ଅନ୍ୟାନ୍ୟ କମ୍ପିଟେଟିଭ୍ ଏକ୍ଜାମରେ ମଧ୍ୟ ବହୁତ କାମରେ ଆସିବ। ଆଉ ହୋମଗାର୍ଡ଼ର ଜିକେ କ୍ୱେଶ୍ଚନ୍ ମଧ୍ୟ ବହୁତ ହାଇ ଲେଭେଲରୁ ଆସୁଛି ପିଲାମାନେ, କିଛି କିଛି କ୍ୱେଶ୍ଚନ୍ସ। ତେଣୁକରି ସେଗୁଡ଼ାକୁ ନିଶ୍ଚୟ ନୋଟ୍ କରନ୍ତୁ ଆପଣମାନଙ୍କର ଜିକେ ଖାତାରେ। ଓକେ, ଦେନ୍ ଦେଖିବା ନମ୍ବର 3, ଆଦି କବି କିଏ? ଆଦି କବି ହେଉଛନ୍ତି ସାରଳା ଦାସ। ମନେ ରଖିବେ ପିଲାମାନେ, ମୁଁ ଓଡ଼ିଶା ଜିକେର ବହୁତ ସାରା ସିରିଜ୍ ନେଇକି ଆସିଛି, ତାର ପ୍ଲେଲିଷ୍ଟକୁ ନିଶ୍ଚୟ ଦେଖନ୍ତୁ। ସେଇ ପ୍ଲେଲିଷ୍ଟକୁ ଯାଇକରି ଆପଣମାନେ ଯଦି ଓଡ଼ିଶା ଜିକେର ଭିଡ଼ିଓକୁ ଦେଖିବେ ତାହେଲେ ଓଡ଼ିଶା ଜିକେର କୌଣସି ଅସୁବିଧା ହେବ ନାହିଁ। ହେଲା, ସେଇ ଓଡ଼ିଶା ଜିକେ କିମ୍ବା ହୋମଗାର୍ଡ଼ର ଯେଉଁ ଏକ୍ଜାମ୍ ଆନାଲିସିସ୍ କରିଥିଲି, ମାନେ ଅନ୍ୟ ଜିଲ୍ଲାମାନଙ୍କରେ ଯେଉଁ ସବୁ କ୍ୱେଶ୍ଚନ୍ ଆସିଥିଲା ତାକୁ ନେଇକରି ଆନାଲିସିସ୍ କରାହେଇଥିଲା। ସେ ଆନାଲିସିସ୍ ଭିଡ଼ିଓ ମଧ୍ୟ ପ୍ଲେଲିଷ୍ଟରେ ରହିଛି, ତାକୁ ନିଶ୍ଚୟ ଦେଖିନେବେ। ଆପଣମାନଙ୍କର ଓଡ଼ିଶା ଜିକେ ତା ସହିତ ଆପଣମାନଙ୍କର ଯେଉଁ ଆଗାମୀ ହୋମଗାର୍ଡ଼ ପରୀକ୍ଷା ଥିବ ତାଙ୍କର ମଧ୍ୟ ବହୁତ ହେଲ୍ପଫୁଲ୍ କରିବ। ବୁଝିଗଲେ? ନେକ୍ସଟ ଦେଖିବା ନମ୍ବର 4, ସୌର ଜଗତର ସବୁଠାରୁ ବଡ଼ ଗ୍ରହର ନାମ କ'ଣ? ଦେଖନ୍ତୁ, ଆମର ଯେଉଁ ସୌର ଜଗତ ସେଇଥିରେ ଆମର 8ଟି ଗ୍ରହ ରହିଛି। ସେଇ 8ଟି ଗ୍ରହ ଭିତରୁ ସବୁଠାରୁ ବଡ଼ ଗ୍ରହ ହେଉଛି ବୃହସ୍ପତି, ଜୁପିଟର। ବୁଝିଗଲା? ଆଉ ସବୁଠାରୁ ସାନ ଗ୍ରହ ହେଉଛି ବୁଧ ଗ୍ରହ। ମନେ ରଖିବେ, ମର୍କ୍ୟୁରୀ। ହେଲା, ଆଉ ସବୁଠାରୁ ହଟେଷ୍ଟ ପ୍ଲାନେଟ୍ ହେଉଛି ଶୁକ୍ର। ୟାକୁ ମଧ୍ୟ ମନେ ରଖିବେ। ତା ସହିତ ଆପଣମାନଙ୍କର ସୋଲାର ସିଷ୍ଟମ ଏବଂ ପ୍ଲାନେଟ୍ସର ଜିକେ କ୍ୱେଶ୍ଚନ୍ ମଧ୍ୟ ପଢ଼ି ନେବେ। ଦେନ୍ ଦେଖିବା ନମ୍ବର 5, ଉତ୍କଳ ସ୍ୱତନ୍ତ୍ର ପ୍ରଦେଶ କେବେ ଗଠିତ ହୋଇଥିଲା? ପିଲାମାନେ, ମୟୂରଭଞ୍ଜର ଯେଉଁ ହୋମଗାର୍ଡ଼ ଆନାଲିସିସ୍ରେ ମୁଁ ଏଇସବୁ ପ୍ରଶ୍ନକୁ ଆଲୋଚନା କରିଥିଲି, ସେଇଥିରେ ମଧ୍ୟ ଏଇ କ୍ୱେଶ୍ଚନ୍ଟିଏ ପଡ଼ିଥିଲା। ତଥାପି ମୁଁ ଆପଣମାନଙ୍କୁ କହି ରଖୁଛି, ଏହି କ୍ୱେଶ୍ଚନ୍ଟିଏ ଓଡ଼ିଶା ଜିକେର ଫେଭରାଇଟ୍ କ୍ୱେଶ୍ଚନ୍ସ। ତେଣୁକରି ୟା ରିଲେଟେଡ଼୍ର ମୁଁ ସ୍ପେଶାଲ ଗୋଟେ ଭିଡ଼ିଓ ଆପଣମାନଙ୍କ ପାଇଁ ପୋଷ୍ଟ କରିଥିଲି, ସେଇ ଭିଡ଼ିଓକୁ ମଧ୍ୟ ଆପଣମାନେ ଯାଇକି ଦେଖିନେବେ। ଓକେ, ତାହେଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବିହାର ଠାରୁ ଅଲଗା ହେଇକି 1 ଏପ୍ରିଲ 1936 ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା। ଆଉ ସେହି ସମୟରେ ମନେ ରଖିବେ, ଆମ ଓଡ଼ିଶାରେ ମାତ୍ର 6ଟି ଜିଲ୍ଲା ରହିଥିଲା। କେତୋଟି ଜିଲ୍ଲା ପିଲାମାନେ? 6ଟି ଜିଲ୍ଲା ରହିଥିଲା। କ'ଣ କ'ଣ? ମନ ଦେଇକି ଶୁଣନ୍ତୁ। ପ୍ରଥମ ହେଉଛି କଟକ, ତାପରେ ହେଉଛି ଆପଣମାନଙ୍କର ବାଲେଶ୍ୱର, ତାପରେ ହେଉଛି ସମ୍ବଲପୁର, ତାପରେ ହେଉଛି ଗଞ୍ଜାମ, ତାପରେ ହେଉଛି ଆପଣମାନଙ୍କର କୋରାପୁଟ। ବୁଝିଗଲା?
ଆଉ ଗୋଟେ ହେଉଛି ଆପଣମାନଙ୍କର ପୁରୀ। ତେଣୁକରି ଏଇ ପୁରୀ, କଟକ, ଗଞ୍ଜାମ, ସମ୍ବଲପୁର, ବାଲେଶ୍ୱର, କଟକ ଏହିପରିକି ଆପଣମାନଙ୍କର 6ଟି ଓଡ଼ିଶାର ଜିଲ୍ଲା ରହିଥିଲା। ସ୍ୱାଧୀନତା ପରେ ପରେ ତାର ରାଜଧାନୀ ଭୁବନେଶ୍ୱର କରାଗଲା, କିନ୍ତୁ ସେହି ସମୟରେ ତାର ରାଜଧାନୀ କଟକ ରହିଥିଲା। ମନେ ରଖିବେ, ମୁଁ ୟା ପରେ ମଧ୍ୟ ଆଉ ଥରେ ମୁଁ ଆଲୋଚନା କରିଦେବି, କିଛି ଅସୁବିଧା ହେବ ନାହିଁ। ଓକେ ପିଲାମାନେ, ତାପରେ ଦେଖିବା ନମ୍ବର 6, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ? ଦେଖନ୍ତୁ, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ହେଉଛନ୍ତି ପ୍ରତିଭା ଦେବୀ ସିଂ ପାଟିଲ, ଯିଏକି 2007ରୁ 2012 ମଧ୍ୟରେ ଆମ ଭାରତର ରାଷ୍ଟ୍ରପତି ରହିଥିଲେ। ଇଏ ଥିଲା ଏହାର ସଠିକ୍ ଉତ୍ତର। କିନ୍ତୁ ଆଗାମୀ ଆପଣମାନଙ୍କର କମ୍ପିଟେଟିଭ୍ ଏକ୍ଜାମ୍ କିମ୍ବା ଯେକୌଣସି ବି ଏକ୍ଜାମ୍ରେ ଆସିପାରେ କ'ଣ ନା ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହେଇଥିବାର ସେ ହେଉଛନ୍ତି ଆମର ଦ୍ରୌପଦୀ ମୁର୍ମୁ। ମନେ ରଖିବେ ପିଲାମାନେ, ତାଙ୍କର ଘର ହେଉଛି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହରରେ। ବୁଝିଗଲେ? ଦେନ୍ ଦେଖିବା ନମ୍ବର 7, ଝାରସୁଗୁଡ଼ା ଦେଇ ଯାଇଥିବା NH ମାନେ ନ୍ୟାସନାଲ୍ ହାଇୱେ କେଉଁ ନମ୍ବରଟିଏ ଯାଇଛି? ତାହେଲେ ଆମର ଝାରସୁଗୁଡ଼ା ଦେଇକରି NH 49 ଯାଇଛି। ମନେ ରଖିବେ, ଆମର ନ୍ୟାସନାଲ୍ ହାଇୱେ 49 ଝାରସୁଗୁଡ଼ା ଦେଇକରି ଯାଇଛି। ତା ସହିତ ଆପଣମାନଙ୍କର ଏକ୍ସଟ୍ରା ଫ୍ୟାକ୍ଟ ଜାଣି ରଖନ୍ତୁ, ଝାରସୁଗୁଡ଼ା ଦେଇକରି କେଉଁ ଷ୍ଟେଟ୍ ହାଇୱେ ଯାଇଛି? ତାହେଲେ 10 ନମ୍ବର ଷ୍ଟେଟ୍ ହାଇୱେ ଝାରସୁଗୁଡ଼ା ଦେଇକରି ଯାଇଛି। ତେଣୁକରି ଆଗାମୀ ଯେଉଁମାନଙ୍କର ହୋମଗାର୍ଡ଼ ପରୀକ୍ଷା ହେବ ସେଇମାନଙ୍କର ଜିଲ୍ଲା ଦେଇକରି କେଉଁ ନ୍ୟାସନାଲ୍ ହାଇୱେ ଯାଇଛି, କେଉଁ ଷ୍ଟେଟ୍ ହାଇୱେ ରହିଛି, ତାକୁ ନିଶ୍ଚୟ ଭାବରେ ମନେ ରଖିବେ ପିଲାମାନେ। ହେଲା, ଚାଲନ୍ତୁ ପରବର୍ତ୍ତୀ ପ୍ରଶ୍ନକୁ ଦେଖିବା। ପ୍ରଶ୍ନ ନମ୍ବର 8, ଭାରତର ଜାତୀୟ ପକ୍ଷୀ କିଏ? ମୁଁ ପୂର୍ବ କ୍ଲାସ୍ରେ ମଧ୍ୟ ଆଲୋଚନା କରିଥିଲି, ଭାରତର ଜାତୀୟ ପକ୍ଷୀ ହେଉଛି ମୟୂର, ଜାତୀୟ ପଶୁ ହେଉଛି ଆପଣମାନଙ୍କର ବାଘ, ଆଉ ଜାତୀୟ ଫଳ ହେଉଛି ଆପଣମାନଙ୍କର ଆମ୍ବ, ମ୍ୟାଙ୍ଗୋ। ବୁଝିପାରିଲେ ନା ପିଲାମାନେ? ଆଉ ଜାତୀୟ ଖେଳ ହେଉଛି ଆପଣମାନଙ୍କର ହକି, ୟାକୁ ମଧ୍ୟ ମନେ ରଖିବେ। ହେଲା, ଦେନ୍ ଆମେ ଦେଖିବା ନମ୍ବର 9। ନମ୍ବର 9 କ'ଣ କହୁଛି ନା 2, 4, 6, 8, 10 ଏହାର ମଧ୍ୟମା କେତେ? ମଧ୍ୟମା ମାନେ ହେଉଛି ମିଡ଼ିଆନ୍। ମିଡ଼ିଆନ୍ କେତେ ହେଇଯିବ ପିଲାମାନେ? ଦେଖନ୍ତୁ, ଆମେ ମିଡ଼ିଆନ୍ କେମିତିଆ କାଲକୁଲେସନ୍ କରିଥାଉ ନା ଯେତିକି ଡିଜିଟ୍ ଥିବ, ଏଠି କେତେ ଡିଜିଟ୍ ଅଛି ନା 2, 4, 6, 8, 10 କେତେ ଅଛି ନା 5 ଡିଜିଟ୍ ଅଛି। ଯଦି ଆମ ପାଖରେ ଏହି ଅଯୁଗ୍ମ ସଂଖ୍ୟକ ଥିବେ ତାମାନେ ଏଇଥିରେ 5 ହେଉଛି ଅଯୁଗ୍ମ ସଂଖ୍ୟକ। ଏହି 5ଟି ସଂଖ୍ୟା ଯେହେତୁ ଅଯୁଗ୍ମ ରହିଛି ସେଥିରେ ଆମେ କ'ଣ କରିଥାଉ ନା ଅଯୁଗ୍ମ ସଂଖ୍ୟା +1/2 କରିଥାଉ। ତାହେଲେ କ'ଣ ହେଇଯିବ ନା 5 + 1/2 = କେତେ ହେଇଯିବ? 6/2। ତାହେଲେ 6/2 କେତେ ହେଇଯିବ ନା 3rd ହେଇଯିବ। ତାହେଲେ କ'ଣ ହେଇଯିବ ନା 3rd ଡିଜିଟ୍। 3rd ଡିଜିଟ୍ରେ କିଏ ଅଛି? 6 ଅଛି। ତେଣୁକରି ୟାର ଭ୍ୟାଲୁ କେତେ ହେଇଯିବ? 6। ତେଣୁକରି ମଧ୍ୟମା କେମିତି କଢ଼ାଯାଏ ମୁଁ ଆପଣମାନଙ୍କୁ କହିଦେଲି। ଯଦି ଆପଣମାନଙ୍କର ଯଦି ଇଭିନ୍ ଥିବ, ଯୁଗ୍ମ ସଂଖ୍ୟା ଥିବ, ତାହେଲେ କ'ଣ କରିବେ ନା n/2 ତମ ପଦ ପ୍ଲସ୍ n/2 + 1 ତମ ପଦ। ବୁଝିଗଲା? ୟାକୁ ମଧ୍ୟ ମନେ ରଖିବେ। ଓକେ, ଦେନ୍ ଆମେ ଦେଖିବା ନମ୍ବର 10, ଭୁବନେଶ୍ୱର କେବେ ଓଡ଼ିଶାର ରାଜଧାନୀ ହୋଇଥିଲା? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ, ମନେ ରଖିବେ। ଭୁବନେଶ୍ୱର ସହରଟି ଆମର ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ଏହାର ରାଜଧାନୀ 13 ଏପ୍ରିଲ 1948 ମସିହାରେ କଟକ ଠାରୁ ସ୍ଥାନାନ୍ତରିତ କରିକି ଭୁବନେଶ୍ୱରକୁ ଅଣାଯାଇଥିଲା। ମନେ ରଖିବେ, କେଉଁଠାରୁ ଅଣାଯାଇଥିଲା କେଉଁଠିକୁ? ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ। ହେଲା, କିଛି ଅସୁବିଧା ହେବ ନାହିଁ, ପୁରା ଡିଟେଲ୍ ଆମେ ବୁଝିକି ଯିବା। ଆଉ ଏହିସବୁ ପ୍ରଶ୍ନ ଆପଣମାନଙ୍କୁ ଓଡ଼ିଶା ଜିକେ ସିରିଜ୍ରେ ମୁଁ ଆନାଲିସିସ୍ କରିଦେଇଥିଲି। ତେଣୁକରି ଯେଉଁମାନେ ସେ ଓଡ଼ିଶା ଜିକେ କିମ୍ବା ହୋମଗାର୍ଡ଼ ଆନାଲିସିସ୍ର ଭିଡ଼ିଓ ପୂର୍ବରୁ ଦେଖିଥିବେ ସେମାନଙ୍କ ପାଇଁ ବହୁତ ଭଲ ସ୍କୋର ରହିବ। ବୁଝିହେଲା? ତେଣୁକରି ଏବେ ବି ସମୟ ଅଛି, ନିଶ୍ଚୟ ସେ ଭିଡ଼ିଓଟାକୁ ଦେଖନ୍ତୁ। ନେକ୍ସଟ ଦେଖିବା ନମ୍ବର 11, ଗୋଳା ବାରୁଦ କାରଖାନା ଓଡ଼ିଶାର କେଉଁଠାରେ ଅବସ୍ଥିତ? ଦେଖନ୍ତୁ, ଆମ ଓଡ଼ିଶାର ଗୋଳା ବାରୁଦ କାରଖାନା କେଉଁଠି ଅଛି ନା ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ। ଯଦି ପାର୍ଟିକୁଲାର ଯଦି ଆପଣମାନଙ୍କର ସ୍ଥାନ ପଚାରେ ତାହେଲେ ବଲାଙ୍ଗୀର ଜିଲ୍ଲାର କ'ଣ ହେଇଯିବ? ସଇଁତଳା ଠାରେ ଅବସ୍ଥିତ। ମନେ ରଖିବେ। ହେଲା, ଆଉ ପଚାରିବ ଆପଣମାନଙ୍କର ମିଗ୍ ବିମାନ କାରଖାନା କେଉଁଠି ଅଛି ନା କେଉଁ ଜିଲ୍ଲାରେ? ନା କୋରାପୁଟ ଜିଲ୍ଲାରେ ପିଲାମାନେ। ହେଲା, ଆମ ଓଡ଼ିଶାର ମିଗ୍ ବିମାନ କାରଖାନା କୋରାପୁଟ ଜିଲ୍ଲାରେ ଅବସ୍ଥିତ। ୟାକୁ ମନେ ରଖିବେ। ସେହିପରିକି ଆମ ଓଡ଼ିଶାର ଷ୍ଟିଲ୍ ସିଟି କାହାକୁ କୁହାଯାଏ ନା ରାଉରକେଲାକୁ କୁହାଯାଏ। ବୁଝିହେଲା? ତେଣୁକରି ଇମ୍ପୋର୍ଟାଣ୍ଟ ଆପଣମାନଙ୍କର ପ୍ଲେସେସ୍ ଗୁଡ଼ାକୁ ମଧ୍ୟ ମନେ ରଖିବେ, ତାଙ୍କର ନିକ୍ ନେମ୍ ଗୁଡ଼ାକୁ ମଧ୍ୟ ମନେ ରଖିବେ। ହେଲା, ଦେନ୍ ଆମେ ଦେଖିବା ନମ୍ବର 12, ପ୍ରଥମ ବିଶ୍ୱଯୁଦ୍ଧ କେବେ ହୋଇଥିଲା? ଆପଣମାନେ ସମସ୍ତେ ଜାଣିଛନ୍ତି ପ୍ରଥମ ବିଶ୍ୱଯୁଦ୍ଧ ହୋଇଥିଲା ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧ ମଧ୍ୟ ହୋଇଥିଲା। ତାହେଲେ ପ୍ରଥମେ ଆମେ ଦେଖିବା ପ୍ରଥମ ବିଶ୍ୱଯୁଦ୍ଧ 28 ଜୁଲାଇ 1914 ମସିହାରେ ଆରମ୍ଭ ହୋଇଥିଲା ଏବଂ 11 ନଭେମ୍ବର 1918 ମସିହାରେ ଶେଷ ହୋଇଥିଲା। ଯଦି ଆପଣମାନଙ୍କୁ ପାର୍ଟିକୁଲାର ଡେଟ୍ ସହିତ ପଡ଼େ ତାହେଲେ ୟାକୁ ଲେଖିଦେବେ। ଯଦି ଆପଣମାନଙ୍କର କେବଳ ମସିହା ଅପସନରେ ଦେଇଥିବ ତାହେଲେ 1914 ମସିହା ହୋଇଯିବ ସଠିକ୍ ଉତ୍ତର।
ହେଲା। ତେଣୁକରି ପ୍ରଥମ ବିଶ୍ୱଯୁଦ୍ଧ 1914 ରୁ 1918 ଯାଏଁ ହୋଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧ 1939 ରୁ 1945 ମଧ୍ୟରେ ହୋଇଥିଲା ହେଲା। 1939 ରୁ 45 ମସିହା ମଧ୍ୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା। ବୁଝିଗଲେ ପିଲାମାନେ। ତେଣୁକରି ଇମ୍ପୋର୍ଟାଣ୍ଟ ୱାର୍ ଗୁଡ଼ାକୁ ମଧ୍ୟ ଆପଣମାନଙ୍କୁ ଜାଣିବା ଦରକାର। ଯେମିତିକା 1942 ମସିହାରେ ଭାରତ ଛାଡ଼ ଆନ୍ଦୋଳନ ହୋଇଥିଲା। 1921 ମସିହାରେ କ'ଣ ହେଇଥିଲା ନା ଅସହଯୋଗ ଆନ୍ଦୋଳନ ହୋଇଥିଲା। ସେମିତିକା ଆପଣମାନଙ୍କର ବ୍ୟାଟେଲ ଅଫ୍ ବକ୍ସାର, ବ୍ୟାଟେଲ ଅଫ୍ ପଲାସି, ସେହିପରିକା ଆପଣମାନଙ୍କର ତୀର ଯୁଦ୍ଧ, ହଳଦୀଘାଟ ଯୁଦ୍ଧ, ଆଉ ଯେତେ ବି ଆପଣମାନଙ୍କର ପାନିପାତ ଯୁଦ୍ଧ ହୋଇଥିଲା, ମାନେ ଫାର୍ଷ୍ଟ ପାନିପାତ, ଆପଣମାନଙ୍କର ସେକେଣ୍ଡ ପାନିପାତ, ଆପଣମାନଙ୍କର ଥାର୍ଡ଼ ପାନିପାତ, ଏଗୁଡ଼ାକୁ ମଧ୍ୟ ମନେ ରଖିବେ। ଓକେ। ଦେନ୍ ଆମେ ଦେଖିବା ନମ୍ବର 13, ହରପ୍ପା ସଭ୍ୟତା କେଉଁ ନଦୀ କୂଳରେ ଗଢ଼ି ଉଠିଥିଲା? ଦେଖନ୍ତୁ, ହରପ୍ପା ସଭ୍ୟତାଟି ଆପଣମାନଙ୍କର ରବି ନଦୀ କୂଳରେ ଅବସ୍ଥିତ। ଆଉ ଏଇ ହରପ୍ପା ସଭ୍ୟତାଟାକୁ 1921 ମସିହାରେ, ମନ ଦେଇକି ଶୁଣନ୍ତୁ ପିଲାମାନେ, 1921 ମସିହାରେ ଆମର କିଏ ନା ଜୟରାମ ସାହାନୀ ୟାକୁ କ'ଣ କରିଥିଲେ ନା ଖୋଦିତ କରିକିରି ଡିସ୍କଭର କରିଥିଲେ। ମନେ ରଖିବେ, ହରପ୍ପା ସଭ୍ୟତାକୁ ଜୟରାମ ସାହାନୀ 1921 ମସିହାରେ ଆମର ଡିସ୍କଭର କରିଥିଲେ। ଠିକ୍ ସେମିତିକା ଆମର ଆଉ ଗୋଟେ ସଭ୍ୟତା ରହିଥିଲା ମହେଞ୍ଜୋଦାର ସଭ୍ୟତା। ବୁଝିହେଲା। ତାହେଲେ ମହେଞ୍ଜୋଦାର ସଭ୍ୟତା ଠିକ୍ ତା ପରେ ପରେ ଆମର ଆର୍.ଡି. ବାନାର୍ଜୀ କ'ଣ କରିଥିଲେ, ୟାକୁ କ'ଣ କରିଥିଲେ ନା ଖୋଦିତ କରିକି ବାହାର କରିଥିଲେ ବା ଡିସ୍କଭର କରିଥିଲେ। ତେଣୁକରି ହରପ୍ପା ଏବଂ ମହେଞ୍ଜୋଦାର ଆପଣମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ, ଯେଉଁଗୁଡ଼ାକି ଆପଣମାନଙ୍କର ଇଣ୍ଡସ୍ ଭ୍ୟାଲି ସିଭିଲାଇଜେସନର ଗୋଟେ ପାର୍ଟ। ଓକେ। ଦେନ୍ ଦେଖିବା ନମ୍ବର 14। ଏଇଥିରେ ଆପଣମାନଙ୍କର 3 ଅଙ୍କ ବିଶିଷ୍ଟ ଗୁଣନ ଗୋଟେ ଥିଲା। ଏହି ଗୁଣନର ଆନ୍ସର ହେଇଯିବ ଆପଣମାନଙ୍କର 97,075 ହେଲା। ଦେନ୍ ଦେଖିବା ନମ୍ବର 15। କ'ଣ କହୁଛି ନା 200ର 30% କେତେ ହେଇଯିବ? ଦେଖନ୍ତୁ, 200ର 30% କେତେ ହେଇଯିବ ନା ଦେଖନ୍ତୁ 30% ମାନେ 30/100। ତାହେଲେ 20 କଟିଗଲା। ତାହେଲେ କ'ଣ ହେଇଯିବ ନା 2 × 30 କେତେ ହେଇଯିବ 60। ତାହେଲେ ଏହାର କରେକ୍ଟ ଆନ୍ସର ଦ୍ୟାଟ୍ ଇଜ୍ 60। ବୁଝିଗଲେ। ତେଣୁକରି ନମ୍ବର 15ର ସଠିକ୍ ଉତ୍ତର ହେଇଯିବ 60। ଓକେ। ଠିକ୍ ସେମିତିକା ଆମେ ଦେଖିବା ନମ୍ବର 16କୁ। ଏର ଭ୍ୟାଲୁ ହେଉଛି 1, ବିର ଭ୍ୟାଲୁ ହେଉଛି 2 ଏବଂ ସିର ଭ୍ୟାଲୁ ହେଉଛି 3। ତାହେଲେ ଡଗ୍ର ଭ୍ୟାଲୁ କେତେ ହେଇଯିବ? ଦେଖନ୍ତୁ, ଡଗ୍ର ଭ୍ୟାଲୁ କ'ଣ ହେଇଯିବ? DOG କେତେ ହେଇଯିବ? ଏର ଭ୍ୟାଲୁ 1, ଡିର ଭ୍ୟାଲୁ କେତେ ହେଇଯିବ 4, ଓର ଭ୍ୟାଲୁ କେତେ 15, ଜିର ଭ୍ୟାଲୁ କେତେ 7। ତାହେଲେ ଏଗୁଡ଼ାକୁ ସମ୍ କରିଦେଲେ କେତେ ହେଇଯିବ ନା 4 + 15 = 19, 19 + 7 = କେତେ ହେଇଯିବ 26। ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ 26। ବୁଝିହେଲା। କେମିତିକା ଆପଣମାନଙ୍କର ଲଜିକ୍ ଲଗେଇକିରି ରିଜନିଂ ମ୍ୟାଥମେଟିକ୍ସ ଗୁଡ଼ା କରାହେଉଛି, ମୁଁ ସବୁଗୁଡ଼ାକୁ ଡିଟେଲ୍ ଆପଣମାନଙ୍କୁ କରିଦେଉଛି, କିଛି ଅସୁବିଧା ହେବ ନାହିଁ। ଓକେ। ଦେନ୍ ଆମେ ଦେଖିବା ନମ୍ବର 17। ପୃଥିବୀରେ ଦିନ ରାତି କ'ଣ ପାଇଁ ହେଇଥାଏ? ଦେଖନ୍ତୁ, ପୃଥିବୀ ମନେ ରଖିବେ ସୂର୍ଯ୍ୟଙ୍କ ଚାରିପଟେ ପୃଥିବୀ କ'ଣ ହେଇଥାଏ ନା ବୁଲିଥାଏ। ତେଣୁକରି ପୃଥିବୀ ଯେତେବେଳକୁ ସୂର୍ଯ୍ୟ ଚାରିପଟରେ ବୁଲୁଛି ତାକୁ ଆମେ କ'ଣ କହୁଛେ ନା ରିଭଲ୍ୟୁସନ୍ କହୁଛେ। ସେଇ ରିଭଲ୍ୟୁସନ୍ ସମୟରେ ଆମର କ'ଣ ହୋଇଥାଏ ନା ଋତୁ ପରିବର୍ତ୍ତନ ହେଇଥାଏ। ବୁଝିହେଲା। ଶୀତ ହୁଏ, ତାପରେ ଗ୍ରୀଷ୍ମ ହୁଏ, ବର୍ଷା ହୁଏ, ଏସବୁ ହେଇଥାଏ। କିନ୍ତୁ ପୃଥିବୀ ନିଜ ଅକ୍ଷ ଚାରିପଟରେ ବୁଲିଥାଏ ନିଜର, ତାକୁ ଆମେ କ'ଣ କହିଥାଉ ନା ଘୂର୍ଣ୍ଣନ କହିଥାଉ ବା ତାକୁ ରୋଟେସନ୍ କହିଥାଉ। ତା ଦ୍ୱାରା ଆମର କ'ଣ ହେଇଥାଏ ଦିନ ଓ ରାତି ହେଇଥାଏ। ମନେ ରହିଲା ପିଲାମାନେ। ତେଣୁକରି ପୃଥିବୀ ନିଜ ଅକ୍ଷ ଚାରିପଟରେ ବୁଲିବାକୁ ଆମେ ଘୂର୍ଣ୍ଣନ କହିଥାଉ ବା ଯେଉଁଟାକୁ ଆମେ ରୋଟେସନ୍ କହିଥାଉ, ଯାହାଫଳରେ ଦିନ ରାତି ହେଇଥାଏ। ଏବଂ ପୃଥିବୀ ଯଦି ସୂର୍ଯ୍ୟ ଚାରିପଟରେ ବୁଲିବ ତାହେଲେ ଆମର ଋତୁ ପରିବର୍ତ୍ତନ ହେଇଥାଏ। ବୁଝିଗଲେ ପିଲାମାନେ। ହଉ, ଚାଲନ୍ତୁ ନମ୍ବର 18 ପ୍ରଶ୍ନକୁ ଦେଖିବା। 18 ନମ୍ବର ପ୍ରଶ୍ନ କ'ଣ କହୁଛି ନା ଭାରତର ସମ୍ବିଧାନ କେବେ ଗଠନ ହୋଇଥିଲା? ମନେ ରଖନ୍ତୁ, 26 ନଭେମ୍ବର 1949 ମସିହାରେ ଆମର ଭାରତର ସମ୍ବିଧାନ ଡକ୍ଟର B.R. ଆମ୍ବେଦକରଙ୍କ ନେତୃତ୍ୱରେ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ କାର୍ଯ୍ୟକାରୀ ହୋଇଥିଲା 26 ଜାନୁଆରୀ 1950 ମସିହାରେ। ମନେ ରହିଲା ପିଲାମାନେ। ତେଣୁକରି ପ୍ରତ୍ୟେକ ବର୍ଷ ଏହି ଦିନଟିକୁ ମନେ ରଖିବା ପାଇଁ 26 ଜାନୁଆରୀରେ ଆମର କ'ଣ କରାଯାଏ ଜାଣିଛନ୍ତି ଆପଣମାନେ? ପତାକା ଉଡ଼ାନ୍ତି। ବୁଝିହେଲା। এই ରିପବ୍ଲିକ୍ ଡେ ପାଳନ କରିଥାଉ ପିଲାମାନେ ହେଲା। ତେଣୁକରି 26 ଜାନୁଆରୀକୁ ମନେ ରଖିବା ପାଇଁ এই ରିପବ୍ଲିକ୍ ଡେ ପାଳନ କରିଥାଉ ପ୍ରତ୍ୟେକ ବର୍ଷ। ବୁଝିଗଲେ। ନେକ୍ସଟ ଦେଖିବା ନମ୍ବର 19। ଇଂରେଜମାନଙ୍କ ଦ୍ୱାରା କାହାକୁ ସମ୍ବଲପୁରରୁ ଫାଶୀ ଦିଆଯାଇଥିଲା? ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ। ଷ୍ଟାର ମାର୍କ ଦେଇକି ଆପଣମାନେ ନୋଟ୍ ଖାତାରେ ଲେଖିବେ। ପାଖାପାଖି ସମସ୍ତେ ଏହି ପ୍ରଶ୍ନକୁ ଭୁଲ କରିଥିବେ। ବୁଝିହେଲା। ମନେ ରଖନ୍ତୁ, ଏହି କ୍ୱେଶ୍ଚନଟି ମୁଁ ଓଡ଼ିଶା ଜିକେରେ ମଧ୍ୟ ଆଲୋଚନା କରିଥିଲି। ଆଉ ସେହି ସମୟରେ ମଧ୍ୟ ମୁଁ କହିଥିଲି ଆପଣମାନଙ୍କୁ
এই প্রশ্নটি আগামী ওড়িশার বহুত এক্সামে আসিব। মু আরআই এক্সাম সময় এই কোশ্চেনটি আনালিসিস করছিলি। দেখন্তু ইংরেজ মানে সম্বলপুরରୁ মাধ সিংଙ୍କୁ ফাঁসি ଦେଇଥିଲେ মনে রখিবে। সেই সম্বলপুর জেলরে তাঁকু ফাঁসি দিয়াইଥିଲା মনে রখিবে। 31 ডিসেম্বর 1958 মସିହାରେ ତାଙ୍କୁ ফাঁসি ଦିଆଯାଇଥିଲା। କେତେ ବର୍ଷ ବୟସରେ ଥିଲେ ସେଇ ମାଧ ସିଂ? 72 ବର୍ଷ ବୟସରେ ସେଇ ମାଧ ସିଂ ଥିଲେ। ସେଇ ସମୟରେ ତାଙ୍କୁ ଫାଶୀ ଦିଆଯାଇଥିଲା ଇଂରେଜମାନଙ୍କ ଦ୍ୱାରା। ବୁଝିହେଲା? ବହୁତ ଜଣ ଏଇ କ୍ୱେଶ୍ଚନଟିକୁ ଭୁଲ କରିଥିବେ, ଲେଖିଥିବେ ସୁରେନ୍ଦ୍ର ସାଏଙ୍କୁ ଫାଶୀ ଦିଆଯାଇଥିଲା। ମନେ ରଖିବେ ସୁରେନ୍ଦ୍ର ସାଏଙ୍କୁ ଫାଶୀ ଦିଆଯାଇ ନଥିଲା, ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ତେଣୁକରି ବହୁତ କିଛି ଆପଣମାନଙ୍କର ଯେଉଁ ସ୍ମଲ୍ ମିଷ୍ଟେକ୍ ରହୁଛି ତାକୁ ରେକ୍ଟିଫାଇ କରନ୍ତୁ। ବୁଝିହେଲା ପିଲାମାନେ? ତେଣୁକରି ହୁଏତ ବହୁତ ଜଣ ମାଧ ସିଂଙ୍କୁ ଜାଣିନଥିବେ, ତାଙ୍କ ବିଷୟରେ ଜାଣନ୍ତୁ। ଆମ ଇଣ୍ଡିଆର ଜଣେ ଫ୍ରିଡମ୍ ଫାଇଟର, ସେ ସମ୍ବଲପୁର ମାଟିର ସନ୍ତାନ, ଯିଏକି ସେଇ ସମ୍ବଲପୁର ମାଟି ପାଇଁ ଜୀବନ ଦେଇଛନ୍ତି, ଶହୀଦ ହେଇଯାଇଛନ୍ତି। ବୁଝିହେଲା? ଠିକ୍ ସେମିତିକା ନମ୍ବର 20କୁ ଦେଖିବା। ମଣିଷର ହାତରେ କେତୋଟି ହାଡ଼ ଥାଏ? ମନେ ରଖିବେ ମଣିଷର ହାତରେ 27ଟି ହାଡ଼ ରହିଥାଏ। ଆଉ ନବଜାତ ଶିଶୁଙ୍କ ପାଖରେ ପାଖାପାଖି 300ଟି ହାଡ଼ ରହିଥାଏ। ହେଲା? ଆଉ ଯୁବକମାନଙ୍କ ପାଖରେ 206 ଖଣ୍ଡ ହାଡ଼ ରହିଥାଏ, ତାକୁ ମଧ୍ୟ ମନେ ରଖିବେ। ନେକ୍ସଟ ଦେଖିବା 21 କୋଙ୍କଣୀ କେଉଁ ରାଜ୍ୟର ପ୍ରମୁଖ ଭାଷା? ପିଲାମାନେ ମନେ ରଖିବେ ଆରଆଇ ଏକ୍ସାମର ଆନାଲିସିସ୍ର ଏହି ପ୍ରଶ୍ନଟି ଆସିଛି। ମୁଁ ଆଗରୁ କହିଥିଲି କୋଙ୍କଣୀ ହେଉଛି ଗୋଆର ପ୍ରମୁଖ ଭାଷା। କେଉଁ ରାଜ୍ୟର ପ୍ରମୁଖ ଭାଷା କ'ଣ ସେଗୁଡ଼ାକୁ ନିଶ୍ଚୟ ଆପଣମାନଙ୍କୁ ଜାଣିବାକୁ ପଡ଼ିବ। ହେଲା? ଦେନ୍ ଆମେ ଦେଖିବା ବଳଭଦ୍ରଙ୍କର ରଥଙ୍କ ନାଁ କ'ଣ? ନା ବଳଭଦ୍ରଙ୍କ ରଥଙ୍କ ନାଁ ହେଉଛି ତାଳଧ୍ୱଜ। ମନେ ରଖିବେ ଏ ହେଉଛି ଆପଣମାନଙ୍କର ଓଡ଼ିଶା ଆର୍ଟ ଆଣ୍ଡ କଲଚରର କ୍ୱେଶ୍ଚନ୍ସ, ବହୁତ ଇମ୍ପୋର୍ଟାଣ୍ଟ। ଆପଣମାନଙ୍କର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ରଥଯାତ୍ରା, ତା ସହିତ ଆପଣମାନଙ୍କର ଧନୁଯାତ୍ରା, ରଜ ପର୍ବ, ଏହା ରିଲେଟେଡ଼ର ପ୍ରଶ୍ନ ନିଶ୍ଚୟ ଆସିଥାଏ। ଓକେ, ନେକ୍ସଟ ଦେଖିବା 23 ଗଛ କାହା ସାହାଯ୍ୟରେ ଶ୍ୱାସକ୍ରିୟା କରିଥାଏ? ମନେ ରଖିବେ ପିଲାମାନେ ଉଦ୍ଭିଦ ସ୍ତୋମ ଦ୍ୱାରା ଶ୍ୱାସକ୍ରିୟା କରିଥାଏ। ଆପଣମାନେ ଜାଣିଥିବେ ସ୍ତୋମ ଆପଣମାନଙ୍କର ଉଦ୍ଭିଦରେ ରହିଥାଏ, ଯଦ୍ୱାରା କି କ'ଣ କରିଥାଏ ନା ଅକ୍ସିଜେନ୍ ଏବଂ କାର୍ବନ ଡାଇଅକ୍ସାଇଡ଼କୁ ଏକ୍ସଚେଞ୍ଜ କରିଥାଏ ତା ମାଧ୍ୟମରେ। ତେଣୁକରି ଆମର ପ୍ଲାଣ୍ଟର ରେସ୍ପିରେଟରୀ ଅର୍ଗାନ ହେଉଛି ସ୍ତୋମ ବା ଷ୍ଟମାଟା। ଓକେ, ଏହି ପ୍ରଶ୍ନଟିଏ ମୁଁ ବାୟୋଲୋଜି ସିରିଜରେ ଆଲୋଚନା କରିଥିଲି। ତେଣୁକରି ପ୍ଲେଲିଷ୍ଟକୁ ଯାଇକରି ବାୟୋଲୋଜିର ସବୁ ଭିଡ଼ିଓ ଗୁଡ଼ାକୁ ମଧ୍ୟ ଆପଣମାନେ ଦେଖିନେବେ, କାହିଁକିନା ବାୟୋଲୋଜିର ବହୁତ କ୍ୱେଶ୍ଚନ୍ ସବୁ ଆସୁଛି। ବୁଝିପାରିଲେ ନା ପିଲାମାନେ? ଦେନ୍ ଆମେ ଦେଖିବା 24 ତିନୋଟି କଦଳୀର ଦାମ 60 ଟଙ୍କା ହେଲେ 1 ଡର୍ଜନ କଦଳୀର ଦାମ କେତେ? ଦେଖନ୍ତୁ ତିନୋଟି କଦଳୀର ଦାମ 60 ଟଙ୍କା, ଗୋଟେ କଦଳୀର ଦାମ କେତେ ହେଇଯିବ ନା 60 ହରଣ 3, ତାହେଲେ କ'ଣ ହେଇଯିବ ନା 20 ଟଙ୍କା। ବୁଝିପାରିଲେ ନା? ତାହେଲେ ଗୋଟେ କଦଳୀର ଦାମ କେତେ ହେଇଗଲା ନା 20 ଟଙ୍କା। ତାହେଲେ ଗୋଟେ କଦଳୀର ଦାମ ଯଦି 20 ଟଙ୍କା, ଆମକୁ ମାଗିଛି କ'ଣ ନା 1 ଡର୍ଜନ କଦଳୀ। 1 ଡର୍ଜନର ଭ୍ୟାଲୁ କେତେ ନା 12। ତାହେଲେ ଗୋଟେ କଦଳୀର ଦାମ 20, 12ଟି କଦଳୀର ଦାମ କ'ଣ ହେଇଯିବ ନା 12 ଗୁଣନ 20, ତାହେଲେ କ'ଣ ହେଇଯିବ 240 ଟଙ୍କା। ତାହେଲେ ଗୋଟେ ଡର୍ଜନ କଦଳୀର ଦାମ କେତେ ନା 240 ଟଙ୍କା। ତେଣୁକରି ବହୁତ ଦାମିକିଆ କଦଳୀ ହେଇଥିବ, କାହିଁକି ନା ଗୋଟେ ଡର୍ଜନ କଦଳୀର ଦାମ ହେଉଛି 240 ଟଙ୍କା। ବୁଝିହେଲା? ତାପରେ ଦେଖିବା 25 ସମ୍ବିଧାନ ଦିବସ କେବେ ପାଳନ କରାଯାଏ? ମନେ ରଖିବେ 26 ନଭେମ୍ବର। ମୁଁ ପୂର୍ବରୁ କହିଥିଲି ନା 26 ନଭେମ୍ବରରେ ଆମର କ'ଣ ହେଇଥିଲା ନା ସମ୍ବିଧାନଟିଏ ସମ୍ପୂର୍ଣ୍ଣ ଭାବରେ ତିଆରି ହୋଇଥିଲା। ତେଣୁକରି ସେହି ଦିନକୁ ମନେ ରଖିବା ପାଇଁ ଆମର 26 ନଭେମ୍ବରକୁ ଆମର ନ୍ୟାସନାଲ୍ ଲ ଡେ ବା ନ୍ୟାସନାଲ୍ କନଷ୍ଟିଟ୍ୟୁସନ୍ସ ଡେ ପାଳନ କରାଯାଏ। ମନେ ରଖିବେ ପିଲାମାନେ। ହେଲା? ତେଣୁକରି ଡେଜ୍ ଆଉ ଡେଟ୍ର ଭିଡ଼ିଓ ମଧ୍ୟ ମୁଁ ଏହି ଚ୍ୟାନେଲରେ ପୋଷ୍ଟ କରିଥିଲି, ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରଖିଦେଇଥିବି। କିଛି ଅସୁବିଧା ହେବ ନାହିଁ, ସେ ଭିଡ଼ିଓକୁ ନିଶ୍ଚୟ ଦେଖନ୍ତୁ, କାହିଁକିନା ପ୍ରତ୍ୟେକ ଏକ୍ଜାମରେ ଡେଟ୍ ଆଉ ଡେଜ୍ର କ୍ୱେଶ୍ଚନ୍ସ ଆସୁଛି। ତେଣୁକରି ତାକୁ ଖାତାରେ ନୋଟ୍ କରନ୍ତୁ ଆଉ ବାରମ୍ବାର ପ୍ରାକ୍ଟିସ୍ କରନ୍ତୁ। ହେଲା? ଆଉ PDF ପାଇଁ ଓରିଡି ହେବେ ନାହିଁ, ଟେଲିଗ୍ରାମ ଚ୍ୟାନେଲ ଏଡିଏସ୍ ନଲେଜ ପଏଣ୍ଟ, ଯାହାର ଲିଙ୍କ୍ ଡେସ୍କ୍ରିପସନ୍ ବକ୍ସରେ ରହିଛି। ଏବଂ ଆପଣମାନଙ୍କର କୌଣସି ଡାଉଟ୍ ରହିଥିବ ତାହେଲେ ନିଶ୍ଚୟ ଭାବରେ ଆମର ଟେଲିଗ୍ରାମ ଗ୍ରୁପ୍ DK ସାର୍ ଓଡ଼ିଶା, ସେଇଥିରେ ମଧ୍ୟ ଆପଣମାନେ ଜଏନ୍ କରିବେ। ଆଉ ଯାହା କିଛି ଅସୁବିଧା ଥିବ, ଡାଉଟ୍ ଥିବ, ସିଧାସଳଖ ମୋତେ କ୍ୱେଶ୍ଚନ୍ସ ପଚାରି ପାରିବେ। ବୁଝିଗଲେ? ସେହି ଟେଲିଗ୍ରାମ ଗ୍ରୁପର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି। ଦେନ୍ ଦେଖିବା 26 ଭାରତର ଦକ୍ଷିଣ ଗଙ୍ଗା କାହାକୁ କୁହାଯାଏ? ଭାରତର ଦକ୍ଷିଣ ଗଙ୍ଗା କାହାକୁ କୁହାଯାଏ ନା ଗୋଦାବରୀକୁ ଭାରତର ଦକ୍ଷିଣ ଗଙ୍ଗା କୁହାଯାଏ। ମନେ ରଖିବେ ଆମର ଇନଲାଣ୍ଡ ରିଭର ଭିତରୁ ଇଏ ହେଉଛି ଦ୍ୱିତୀୟ ବୃହତ୍ତମ। ପ୍ରଥମ ହେଉଛି ଗଙ୍ଗା, ଦ୍ୱିତୀୟ ହେଉଛି ଆମର ଗୋଦାବରୀ। ବୁଝିହେଲା? ପିଲାମାନେ କନଫ୍ୟୁଜ୍ ହେବେ ନାହିଁ। ଗୋଟେ କ୍ୱେଶ୍ଚନ୍ ଅଛି ଆପଣମାନଙ୍କର ଦକ୍ଷିଣ ଭାରତର ଗଙ୍ଗା, ଆଉ ଗୋଟେ ହେଉଛି ଦକ୍ଷିଣ ଗଙ୍ଗା। ବନ୍ଦେ ମାତରମ୍ କିଏ ଲେଖିଥିଲେ? ବଙ୍କିମ ଚନ୍ଦ୍ର ଚାଟାର୍ଜୀ। ଆପଣମାନେ ସମସ୍ତେ ଜାଣିଛନ୍ତି, ଯିଏକି ପ୍ରଥମେ ତାକୁ ସଂସ୍କୃତ ଭାଷାରେ ଲେଖିଥିଲେ ଆଉ ତାକୁ 1882 ମସିହାରେ ପବ୍ଲିଶ କରିଥିଲେ।
जोटाकू कि सी तांकर पुस्तक आनंद मठ से पुस्तक से এই বন্দে মাতরমটিକୁ ଆଣିଛନ୍ତି ଆଉ ସ୍ୱାଧୀନତା ସମୟରେ ସ୍ୱାଧୀନତା ସଂଗ୍ରାମୀ ମାନେ ଏହି ବନ୍ଦେ ମାତରମକୁ ଗାନ କରିକିରି ବହୁତ ମାତ୍ରାରେ କ'ଣ କରିଥିଲେ ଭାରତର ସ୍ୱାଧୀନ ପାଇଁ ବଳିଦାନ ଦେଇଥିଲେ। ତେଣୁକରି ଏଇ ଯେଉଁ ବନ୍ଦେ ମାତରମ ଆମ ପାଇଁ ବହୁତ ଇମ୍ପୋର୍ଟାଣ୍ଟ। ସେଇଥିପାଇଁ ସ୍ୱାଧୀନତା ପରେ ଆମର 24 ଜାନୁଆରୀ ମନେ ରଖିବେ ପିଲାମାନେ 24 ଜାନୁଆରୀ 1950 ମସିହାରେ ଏହି ବନ୍ଦେ ମାତରମକୁ ଆଡପ୍ଟ କରାଯାଇଥିଲା। ବୁଝିହେଲା। ତେଣୁକରି କେବେ ଆଡପ୍ଟ କରାଯାଇଥିଲା ନା 24 ଜାନୁଆରୀ 1950 ମସିହାରେ ବନ୍ଦେ ମାତରମକୁ ଆଡପ୍ଟ କରାଯାଇଥିଲା। ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ଏହି ପ୍ରଶ୍ନ ଆପଣମାନଙ୍କ ପାଇଁ ବହୁତ ରିପିଟେଡ୍ ହୁଏ। ଓକେ ଦେନ୍ ଆମେ ଦେଖିବା 28 ଜଳର ରାସାୟନିକ ନାମ କ'ଣ? ଦେଖନ୍ତୁ ଜଳର ରାସାୟନିକ ନାଁ ହେଉଛି ଡାଇହାଇଡ୍ରୋଜେନ୍ ମୋନୋକ୍ସାଇଡ୍। ଡାଇ ମାନେ ହେଉଛି ପିଲାମାନେ 2 ବୁଝିହେଲା। ହାଇଡ୍ରୋଜେନ୍ ମାନେ ହେଉଛି ଉଦଜାନ ଜାଣିଛନ୍ତି ଆପଣମାନେ। ମୋନୋ ମାନେ ହେଉଛି 1 ଅକ୍ସାଇଡ୍ ମାନେ ହେଉଛି ଅକ୍ସିଜେନ୍। ତାହେଲେ କ'ଣ ହେଇଯିବ ନା 2ଟି ଏଟମ୍ ରହିଛି ହାଇଡ୍ରୋଜେନ୍ର ତେଣୁକରି H2 ଆଉ ଗୋଟେ ଅକ୍ସିଜେନ୍ର ଏଟମ୍ ରହିଛି ତେଣୁକରି O। ତେଣୁକରି ଜଳର ରାସାୟନିକ ନାଁ ହେଉଛି ଡାଇହାଇଡ୍ରୋଜେନ୍ ମୋନୋକ୍ସାଇଡ୍। ଏହାର ସିମ୍ବଲ ହେଉଛି ଆପଣମାନଙ୍କର H2O। ପୁରା କ୍ଲିଅର କିଛି ଅସୁବିଧା ନାହିଁ। ଓକେ ଠିକ୍ ସେମିତିକା ଆପଣମାନଙ୍କର ଟେବୁଲ୍ ସଲ୍ଟ ଯେଉଁଟା ଖାଇବାର ଲୁଣ ତାର ବୈଜ୍ଞାନିକ ନାଁ ହେଉଛି ସୋଡ଼ିୟମ୍ କ୍ଲୋରାଇଡ୍ ତାକୁ ଆମେ NaCl ମଧ୍ୟ କହିଥାଉ ହେଲା। ସେମିତିକା ଆପଣମାନଙ୍କର ଯେକୌଣସି ବି କମ୍ପାଉଣ୍ଡର ବୈଜ୍ଞାନିକ ନାଁକୁ ନିଶ୍ଚୟ ମନେ ରଖିବେ ତା ସହିତ ତାଙ୍କର ସିମ୍ବଲ ଗୁଡ଼ାକୁ ମଧ୍ୟ ଆପଣମାନଙ୍କୁ ଜାଣିବାକୁ ପଡ଼ିବ ହେଲା। ଦେନ୍ ଆମେ ଦେଖିବା 29 ଆଜାଦ ହିନ୍ଦ ଫୌଜ କିଏ ଗଠନ କରିଥିଲେ? ଦେଖନ୍ତୁ ଏଇ କ୍ୱେଶ୍ଚନର ଆନ୍ସର ଯଦି ଆପଣମାନଙ୍କ ପାଖରେ ଅପସନ୍ ରହିଥିବ ଯେକୌଣସି ଏକ୍ଜାମରେ ତାହେଲେ ଅପସନ୍ ଅନୁସାରେ ଦେବେ ନହେଲେ ଏହା ବିଷୟରେ ଆପଣମାନଙ୍କୁ ଟିକେ ଜାଣିବାକୁ ପଡ଼ିବ। ଦେଖନ୍ତୁ ଆଜାଦ ହିନ୍ଦ ଫୌଜ କିଏ ଗଠନ କରିଥିଲେ ଯଦି ଆପଣମାନଙ୍କୁ କୌଣସି କିଛି ବି ଅପସନ୍ ଦିଆଯାଇନଥାଏ ତାହେଲେ ସୁଭାଷ ଚନ୍ଦ୍ର ବୋଷ ଲେଖିଦେବେ। ବୁଝିଗଲେ ନା ପିଲାମାନେ? ଏହା ବିଷୟରେ ଟିକେ ଜାଣିବା। ଦେଖନ୍ତୁ ଆଜାଦ ହିନ୍ଦ ଫୌଜ ତା ପୂର୍ବରୁ ୟାକୁ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗ୍ ବୋଲିକିରି କହୁଥିଲେ। କ'ଣ କହୁଥିଲେ? ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗ୍ ଯାହାକୁ ରାସବିହାରୀ ବୋଷ କ'ଣ କରିଥିଲେ? ସ୍ଥାପନା କରିଥିଲେ। ଆଉ ତାର କମାଣ୍ଡର ରହିଥିଲେ ମୋହନ ସିଂ। ମନେ ରଖିବେ ପିଲାମାନେ ମୋହନ ସିଂ ରହିଥିଲେ। କିନ୍ତୁ ପରେ ପରେ 1943 ମସିହାରେ କେତେ କହିଲି ପିଲାମାନେ ନା 1943 ମସିହାରେ 1943 ମସିହାରେ ସୁଭାଷ ଚନ୍ଦ୍ର ବୋଷ ସିଙ୍ଗାପୁର ଠାରେ କ'ଣ କରିଥିଲେ ନା ରାସବିହାରୀ ବୋଷ ସେଇ ଯେଉଁ ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗ୍ ତାକୁ ହ୍ୟାଣ୍ଡ ଓଭର କରିଦେଇଥିଲେ। ଯାହାଫଳରେ ସୁଭାଷ ଚନ୍ଦ୍ର ବୋଷ ତାର ଦାୟିତ୍ୱ ଗ୍ରହଣ କରିକିରି ଇଣ୍ଡିଆନ ଇଣ୍ଡିପେଣ୍ଡେନ୍ସ ଲିଗ୍ ତାକୁ ନୂତନ ରୂପ ଦେଇଥିଲେ। କ'ଣ ଦେଇଥିଲେ ନା ଆଜାଦ ହିନ୍ଦ ଫୌଜ ନାଁ ଦେଇଥିଲେ ଏବଂ ସେଇ ଆଜାଦ ହିନ୍ଦ ଫୌଜର ପ୍ରଥମ କମାଣ୍ଡର ଥିଲେ କିଏ ନା ମୋହନ ସିଂ। ମନେ ରଖିବେ ପିଲାମାନେ ପାଖାପାଖି 40,000 ସୋଲଜର ରହିଥିଲେ ମୋହନ ସିଂ କମାଣ୍ଡରଙ୍କ ଅଣ୍ଡରରେ। ଆଉ ଏଇ ଯେଉଁ ଆଜାଦ ହିନ୍ଦ ଫୌଜ ଏଇଟା ହେଉଛି ଭାରତର ପ୍ରଥମ ଇଣ୍ଡିପେଣ୍ଡେନ୍ସର ଫୌଜ ଯାହାଙ୍କୁ ବହୁତ ଦେଶ ମାନ୍ୟତା ଦେଇଥିଲେ। ମାନେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେଉଛନ୍ତି ସୁଭାଷ ଚନ୍ଦ୍ର ବୋଷ ଏବଂ ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ବୋଲିକିରି ବହୁତ ଦେଶ ମାନ୍ୟତା ମଧ୍ୟ ଦେଇଥିଲେ ସେହି ସମୟରେ। ତେଣୁକରି ସୁଭାଷ ଚନ୍ଦ୍ର ବୋଷ ଆମର ଭାରତ ପାଇଁ ବହୁତ କିଛି ବଳିଦାନ ଦେଇଛନ୍ତି। ଆଜାଦ ହିନ୍ଦ ଫୌଜ ମଧ୍ୟ ତାଙ୍କ ଦ୍ୱାରା ମଡ଼ର୍ଣ୍ଣାଇଜ୍ ହେଇଛି। ଓକେ ନେକ୍ସଟ ଦେଖିବା ନମ୍ବର 30 ଝାରସୁଗୁଡ଼ା କେବେ ଏକ ସ୍ୱତନ୍ତ୍ର ଜିଲ୍ଲା ଭାବରେ ଗଠିତ ହୋଇଥିଲା? ଦେଖନ୍ତୁ ଝାରସୁଗୁଡ଼ା 1 ଜାନୁଆରୀ 1994 ମସିହାରେ ସ୍ୱତନ୍ତ୍ର ଭାବେ ସଂଗଠିତ ହୋଇଥିଲା। କାହାଠାରୁ ନା ସମ୍ବଲପୁର ଠାରୁ। ବୁଝିହେଲା। ତେଣୁକରି ଝାରସୁଗୁଡ଼ା ଆଉ ସମ୍ବଲପୁର ଗୋଟାଏ ଜିଲ୍ଲା ରହିଥିଲା ତାର ନାଁ ଥିଲା ସମ୍ବଲପୁର ଡିଷ୍ଟ୍ରିକ୍ଟ। କିନ୍ତୁ ପରେ ପରେ ସମ୍ବଲପୁର ଜିଲ୍ଲାର କ'ଣ ହେଇଛି ନା ବିଭାଜନ ହୋଇକିରି ଝାରସୁଗୁଡ଼ାଟିଏ ସୃଷ୍ଟି ହେଇଛି। କେବେ ହେଇଛି ନା 1 ଜାନୁଆରୀ 1994 ମସିହାରେ। ପୁରା କ୍ଲିଅର ପିଲାମାନେ କିଛି ଅସୁବିଧା ହେବ ନାହିଁ ତ? ହଉ ଚାଲନ୍ତୁ 31 କ୍ୱେଶ୍ଚନ୍ସକୁ ଆମେ ଦେଖିବା। ଓକେ 31 କ୍ୱେଶ୍ଚନ୍ସ ମହାନଦୀ କେଉଁଠାରୁ ଉତ୍ପତ୍ତି ହୋଇଛି? ପିଲାମାନେ ଦେଖନ୍ତୁ ମହାନଦୀ ଆମର କେଉଁ ରାଜ୍ୟ ପଚାରିବ ତାହେଲେ ଛତିଶଗଡ଼ ହୋଇଯିବ। କେଉଁ ଜିଲ୍ଲା ପଚାରିବ ତାହେଲେ କ'ଣ ହେଇଯିବ ନା ଧାମତରୀ ହେବ। ଆଉ କେଉଁ ମରୁ ଅଞ୍ଚଳ କହିଲେ ଅମରକଣ୍ଟକ ହୋଇଯିବ। ଆଉ କେଉଁ ପର୍ବତ କହିବ ତାହେଲେ ସିଆୱା ହେଇଯିବ। ବୁଝିହେଲା। ତେଣୁକରି ଆମେ ଗୋଟେ ଲାଇନରେ ଯଦି କହିବା ତାହେଲେ ମହାନଦୀ ଆମର ଛତିଶଗଡ଼ର ଧାମତରୀ ଜିଲ୍ଲାର ଅମରକଣ୍ଟକ ମାଳଭୂମିର ସିଆୱା ପର୍ବତରୁ ନିର୍ଗତ ହେଇଛି। ବୁଝିଗଲେ ପିଲାମାନେ କିଛି ଅସୁବିଧା ନାହିଁ। ପରେ ପରେ ଏଇ ମହାନଦୀଟି ଆମର ଓଡ଼ିଶାର ସମ୍ବଲପୁର ଠାରେ ପୃଥିବୀର ସବୁଠାରୁ ବଡ଼ ବନ୍ଧ ହୀରାକୁଦ ନଦୀବନ୍ଧ ସୃଷ୍ଟି କରିଛି। ଆପଣମାନେ ସମସ୍ତେ ଜାଣିଛନ୍ତି। ଓକେ ଦେନ୍ ଆମେ ଦେଖିବା 32 କ'ଣ କହୁଛି ନା 5:25 ପ୍ରପୋର୍ସନ୍ 7:ଡ୍ୟାସ୍
ତାମାନେ ପାଞ୍ଚଟା ଯଦି ଆମର 25 ହେଇଯାଉଛି ତାହେଲେ ସାତଟା କ'ଣ ହେଇଯିବ ଦେଖନ୍ତୁ ପାଞ୍ଚଟା ଆମର କ'ଣ ହେଉଛି ନା 25 ହେଉଛି କେମିତି ହେଉଛି ନା 5ର ସ୍କୋୟାର କଲେ 25 ହେଇଯାଉଛି ଠିକ୍ ସେମିତିକା 7ର ସ୍କୋୟାର କରିଦେବା ପିଲାମାନେ 7ର ସ୍କୋୟାର କଲେ କ'ଣ ହେଇଯିବ ନା 7 କ'ଣ ହେଇଯିବ 7 × 7 49 ହେଇଯିବ ତେଣୁକରି ଏହାର ସଠିକ୍ ଉତ୍ତର ହେଇଯିବ 49 ବହୁତ ପିଲା ଭାବୁଥିବେ ନା ସାର୍ 5 × 5 କଲେ 25 ଆସିଲା ଠିକ୍ ସେମିତିକା ଯଦି ଆମେ 7 × 5 କଲେ କ'ଣ ହେଇଯିବ ତାହେଲେ 35 ହେଇଯିବ କିନ୍ତୁ ନା ପିଲାମାନେ ସେଇଟା ଆମର ଫାଷ୍ଟ ପ୍ରାୟୋରିଟି ନାହିଁ ଫାଷ୍ଟ ପ୍ରାୟୋରିଟି ଆମର ସ୍କୋୟାର ରହିବ ତେଣୁକରି 49 ହେଇଯିବ ୟାର ସଠିକ୍ ଉତ୍ତର ବହୁତ ଇମ୍ପୋର୍ଟାଣ୍ଟ ପ୍ରଶ୍ନ ପିଲାମାନେ ଛୋଟିଆ ଛୋଟିଆ ମିଷ୍ଟେକ୍ ଦ୍ୱାରା ଆପଣମାନଙ୍କର ଗୋଟେ ମାର୍କ କଟିଯିବ ତେଣୁକରି ରିଜନିଂ କ୍ୱେଶ୍ଚନକୁ ଟିକେ ଭାବି ଚିନ୍ତିକିରି ଆପଣମାନେ କରିବେ ହେଲା ତେଣୁକରି 32ର ନମ୍ବରରେ ଯେଉଁମାନେ 49 ଲେଖିଥିବେ ବା 49ରେ ଟିକ୍ କରିଥିବେ କ୍ଲିକ୍ କରିଥିବେ ମୁଣ୍ଡଳା ବୁଲେଇଥିବେ ସେମାନେ ଗୋଟେ ମାର୍କ ନିଶ୍ଚୟ ଭାବରେ ପାଇଯିବେ ବୁଝିହେଲା ତାପରେ ଆମେ ଦେଖିବା 33 କମ୍ପ୍ୟୁଟରକୁ କିଏ ଉଦ୍ଭାବନ କରିଥିଲେ ଆପଣମାନେ ସମସ୍ତେ ଜାଣିଛନ୍ତି ଚାର୍ଲସ ବାବେଜ କମ୍ପ୍ୟୁଟରକୁ ଉଦ୍ଭାବନ କରିଥିଲେ ମନେ ରଖିବେ ରେଡ଼ିଓକୁ ମାର୍କୋନି ସେଭଳିଆ ଟେଲିଭିଜନକୁ ଜନ୍ ଲେଜେବିୟର୍ଡ ଉଦ୍ଭାବନ କରିଥିଲେ ଠିକ୍ ସେହିପରିକି ଆପଣମାନଙ୍କର ଟେଲିଫୋନକୁ ଗ୍ରାହାମ ବେଲ୍ କ'ଣ କରିଥିଲେ ନା ଉଦ୍ଭାବନ କରିଥିଲେ ଏସବୁ ଆପଣମାନଙ୍କୁ ଜାଣିବାକୁ ପଡ଼ିବ ଇନଭେନସନ୍ ଡିସ୍କଭରି ଏହା ରିଲେଟେଡ଼ର ମଧ୍ୟ ମୁଁ ଭିଡ଼ିଓ ନେଇକି ଆସିଥିଲି ସେ ଭିଡ଼ିଓ ମଧ୍ୟ ଆପଣମାନଙ୍କର ଏହି ଚ୍ୟାନେଲରେ ରହିଛି ସେ ଭିଡ଼ିଓକୁ ନିଶ୍ଚୟ ଦେଖିନେବେ ପିଲାମାନେ ବୁଝିହେଲା ତେଣୁକରି ଇନଭେନସନ୍ ଆଉ ଡିସ୍କଭରି କ୍ୱେଶ୍ଚନ ମଧ୍ୟ ପରୀକ୍ଷାରେ ଆସିଥାଏ ଓକେ ତାପରେ ଦେଖିବା 34 କେଉଁ ଜିଲ୍ଲାକୁ ସ୍ୱାଭାବିକ ଅଞ୍ଚଳ କୁହାଯାଏ ଦେଖନ୍ତୁ ସ୍ୱାଭାବିକ ଅଞ୍ଚଳ ମାନେ ହେଉଛି ନେଚୁରାଲ ଦେଖିବା ପାଇଁ ଗଲେ କିଛି ପିଲା କହୁଥିଲେ ଗଞ୍ଜାମ କିଛି ପିଲା କହୁଥିଲେ ମାଲକାନଗିରି ଆଉ କିଛି ପିଲା କହୁଥିଲେ କନ୍ଧମାଳ ତେଣୁକରି ସଠିକ୍ ଉତ୍ତର ଆପଣମାନେ ଟିକେ ଦେଖିନେବେ ମୁଁ ଭାବୁଛି ଏହାର ସଠିକ୍ ଉତ୍ତର ହେଇଯିବ ନେଚୁରାଲ ଡିଷ୍ଟ୍ରିକ୍ଟ ଭାବରେ ଦେଖିବା ପାଇଁ ଗଲେ ଆମର କନ୍ଧମାଳ ହେଇଯିବ କାହିଁକି ନା କନ୍ଧମାଳ ହେଉଛି ଆମର ଫୁଲବାଣୀ ଯେଉଁଟାକି ଆମର ଦାରିଙ୍ଗିବାଡ଼ି ଓଡ଼ିଶାର ସ୍ୱର୍ଗ ବୋଲିକିରି କହୁଥାଉ ତେଣୁକରି ସ୍ୱାଭାବିକ ଅଞ୍ଚଳ ହେଉଛି ଆମର ଦାରିଙ୍ଗିବାଡ଼ି ଯେଉଁଟାକି ଆମର କନ୍ଧମାଳ ଜିଲ୍ଲାରେ ରହିଛି ତେଣୁକରି ଏହି ପ୍ରଶ୍ନଟିଏ ନିଶ୍ଚୟ ଆପଣମାନେ କମେଣ୍ଟ ବକ୍ସରେ ନିଶ୍ଚୟ ମେନସନ୍ କରିବେ ଏବଂ ଟେଲିଗ୍ରାମ ଗ୍ରୁପରେ ମଧ୍ୟ ଆପଣମାନେ ତାର ଉତ୍ତରକୁ ଦେଇପାରିବେ ଓକେ 34 ନମ୍ବର ବହୁତ ଇମ୍ପୋର୍ଟାଣ୍ଟ ତେଣୁକରି ତାକୁ ନିଶ୍ଚୟ ଆପଣମାନେ ସର୍ଚ୍ଚ କରିକିରି ମୋତେ ଜଣାଇବେ ଓକେ ତାପରେ ଦେଖିବା 35 ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ପୂର୍ବରୁ କେଉଁଠି ରହିଥିଲା ମୁଁ ପୂର୍ବରୁ କହୁଥିଲି ପିଲାମାନେ ଏଇ ଟାଇପ୍ର କ୍ୱେଶ୍ଚନ୍ ଆସୁଛି ଦେଖନ୍ତୁ ତେଣୁକରି ଭୁବନେଶ୍ୱର ଆମର 1948 ମସିହାରେ ସ୍ଥାନାନ୍ତରିତ ହୋଇଛି କିନ୍ତୁ ତା ପୂର୍ବରୁ କଟକ ରହିଥିଲା ବୁଝିପାରିଲେ ପିଲାମାନେ ତେଣୁକରି ଓଡ଼ିଶାର ଯେଉଁ ରାଜଧାନୀ ରହିଥିଲା କଟକ ରହିଥିଲା ତେଣୁକରି କଟକ ସହର କେବେ ସ୍ଥାପନ କରାଯାଇଥିଲା ତାକୁ ମଧ୍ୟ ମନେ ରଖିବେ ଖ୍ରୀଷ୍ଟାବ୍ଦ 999 ମସିହାରେ ଆମର କଟକ ସହରକୁ ସ୍ଥାପନ କରାଯାଇ ଓଡ଼ିଶାର ରାଜଧାନୀ ଘୋଷଣା କରାଯାଇଥିଲା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ଛୋଟିଆ ଥିଲାବେଳେ ମଧ୍ୟ ଆମେ ପଢ଼ିଥିଲେ କଟକ ସହର ଧବଳ ଟଗର ତେଣୁକରି କଟକ ହେଉଛି ଆମର ଓଡ଼ିଶାର ପୂର୍ବତନ ରାଜଧାନୀ ୟାକୁ ମଧ୍ୟ ମନେ ରଖିବେ ବୁଝିପାରିଲେ ପିଲାମାନେ ଦେନ୍ ଆମେ ଦେଖିବା 36 ଝାରସୁଗୁଡ଼ା ଦେଇ କେଉଁ ନଦୀ ପ୍ରବାହିତ ହୋଇଛି ଦେଖନ୍ତୁ ମୁଁ ଯେଉଁ ଏହି ଚ୍ୟାନେଲରେ ଭାଇଭା ଟେଷ୍ଟ ପାଇଁ କେଉଁ ଟାଇପ୍ର କ୍ୱେଶ୍ଚନ୍ସ ଆସେ କେଉଁ ଟାଇପ୍ର କ୍ୱେଶ୍ଚନ୍ସ ପୂର୍ବରୁ ଯେଉଁ ଏସ୍ପି ସାର୍ ମାନେ ପଚାରିଛନ୍ତି ଯେଉଁ ଜିଲ୍ଲାରେ ଆପଣମାନଙ୍କର ଭାଇଭା ଟେଷ୍ଟ ହେଇଛି ସେହିସବୁ ପ୍ରଶ୍ନକୁ ଆମେ ଆଲୋଚନା କରିଥିଲେ ତାର ଭିଡ଼ିଓ ମଧ୍ୟ ପୋଷ୍ଟ କରାହେଇଛି ସେଇ ହୋମଗାର୍ଡ଼ର ପ୍ଲେଲିଷ୍ଟରେ ରହିଛି ସେହି ଭିଡ଼ିଓରେ ଆଲୋଚନା କରାହେଇଥିଲା ଯେ ଯେଉଁ ଜିଲ୍ଲାରେ ଯେଉଁ ନଦୀ ପ୍ରବାହିତ ହେଉଛି ସେଗୁଡ଼ାକୁ ନିଶ୍ଚୟ ଜାଣି ରଖନ୍ତୁ କାହିଁକିନା ଭାଇବାରେ ଏବଂ ରିଟିନ୍ରେ ପଡ଼ିବ ଦେଖନ୍ତୁ ଝାରସୁଗୁଡ଼ାରେ ମଧ୍ୟ ସେମ୍ ସିଚୁଏସନ୍ ରହିଛି ଝାରସୁଗୁଡ଼ା ଦେଇକରି ଇବ୍ ନଦୀ ପ୍ରବାହିତ ହୋଇଥାଏ ଏହି ପ୍ରଶ୍ନଟିଏ ପଚାରିଛି ବୁଝିହେଲା ଦେନ୍ ଆମେ ଦେଖିବା 37 ନମ୍ବର ପାୱାର ହାଉସ୍ ଅଫ୍ ଓଡ଼ିଶା କେଉଁ ଜିଲ୍ଲାକୁ କୁହାଯାଏ ମନେ ରଖିବେ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ଷ୍ଟାର ମାର୍କ ଦେଇକି ଲେଖନ୍ତୁ ପାୱାର ହାଉସ୍ ଅଫ୍ ଓଡ଼ିଶା କେଉଁ ଜିଲ୍ଲାକୁ କୁହାଯାଏ ଝାରସୁଗୁଡ଼ାକୁ କୁହାଯାଏ ପିଲାମାନେ କହିଲେ ଦେଖିବା କାହିଁକି ପାୱାର ହାଉସ୍ ଅଫ୍ ଓଡ଼ିଶା କହିଲେ ଝାରସୁଗୁଡ଼ାକୁ କୁହାଯାଏ କାହିଁକି ନା ଝାରସୁଗୁଡ଼ାରେ ବିଭିନ୍ନ ପ୍ରକାରର ଆପଣମାନଙ୍କର ଇଣ୍ଡଷ୍ଟ୍ରି ସବୁ ରହିଛି ଷ୍ଟିଲ୍ ହେଲା ଆଲୁମିନିୟମ ହେଲା ଭେରାଇଟି ପ୍ରକାର ରହିଛି ତା ସହିତ ବିଭିନ୍ନ ପ୍ରକାର ଆପଣମାନଙ୍କର ମାଇନ୍ସ ମଧ୍ୟ ରହିଛି ଆଉ ଝାରସୁଗୁଡ଼ା ହେଉଛି ବଡ଼ ବଡ଼ ସହରମାନଙ୍କ ପାଖରୁ କନେକ୍ଟିଭିଟି ମଧ୍ୟ ରହିଛି ତେଣୁକରି ଝାରସୁଗୁଡ଼ାକୁ ପାୱାର ହାଉସ୍ ଅଫ୍ ଓଡ଼ିଶା କୁହାଯାଏ ଠିକ୍ ସେମିତିକା ଆପଣମାନଙ୍କର ପାୱାର ହାଉସ୍ ଅଫ୍ ସେଲ୍ କାହାକୁ କୁହାଯାଏ ନା ଆମ ସେଲ୍ର ମାନେ କୋଷର ମାଇଟୋକଣ୍ଡ୍ରିଆ ଗୋଟେ ଅଙ୍ଗିକା ରହିଛି ସେଲ୍ ଅର୍ଗାନେଲ୍ସ ରହିଛି ତାକୁ କ'ଣ କୁହାଯାଏ ନା ପାୱାର ହାଉସ୍ ଅଫ୍ ସେଲ୍ କୁହାଯାଏ ବୁଝିଗଲା ତେଣୁକରି ୟା ରିଲେଟେଡ୍ ଥିଲା ବୋଲିକିରି ମୁଁ ଆପଣମାନଙ୍କୁ ସେ ପ୍ରଶ୍ନଟିଏ କହିଦେଲି ଓକେ ଦେନ୍ ଆମେ ଦେଖିବା 38 ଝାରସୁଗୁଡ଼ାରେ ଥିବା ବିମାନ ବନ୍ଦରର ନାମ କ'ଣ ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ମନେ ରଖିବେ
ଝାରସୁଗୁଡ଼ାରେ ଯେଉଁ ବିମାନ ବନ୍ଦରଟିଏ ରହିଛି ତାର ନାଁ ହେଉଛି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର। ଏହି ବିମାନ ବନ୍ଦର ବହୁତ ପୁରୁଣା ବିମାନ ବନ୍ଦର। ଆମର ଯେଉଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ହୋଇଥିଲା World War II ସେହି ସମୟରେ ଏହି ବିମାନ ବନ୍ଦରଟାକୁ ୟୁଜ୍ କରାହେଉଥିଲା, ବୁଝିହେଲା। କିନ୍ତୁ ପରେ ପରେ 2018 ମସିହାରେ ଆମର ନରେନ୍ଦ୍ର ମୋଦି এই ଯେଉଁ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରକୁ ଉଦ୍ଘାଟନ କରିଥିଲେ ଉଡ଼ାନ ସ୍କିମ୍ ମାଧ୍ୟମରେ, ବୁଝିହେଲା। ଉଡ଼ାନ ମାନେ ଉଡ଼େ ଦେଶ କେ ଆମ୍ ନାଗରିକ, ଉଡ଼ାନ ସ୍କିମ୍ ମାଧ୍ୟମରେ ତାକୁ କ'ଣ କରାଯାଇଥିଲା ନା ନିର୍ମାଣ କରାଯାଇଥିଲା, ବୁଝିହେଲା। ନମ୍ବର 39 ପ୍ରଶ୍ନକୁ ଦେଖିବା। ଝାରସୁଗୁଡ଼ା ଜିଲ୍ଲାକୁ ଆଉ କେଉଁ କେଉଁ ଜିଲ୍ଲା ଲାଗିଛି? ଦେଖନ୍ତୁ ହୋମଗାର୍ଡ଼ର ଯେଉଁ ଭାଇବା ଟେଷ୍ଟ କ୍ୱେଶ୍ଚନ୍ସ ଭିଡ଼ିଓ ଆସିଥିଲା ସେ ଭିଡ଼ିଓରେ ଆପଣମାନଙ୍କୁ କୁହାଯାଇଥିଲା କି ଯେଉଁ ଜିଲ୍ଲାରେ ହୋମଗାର୍ଡ଼ ଏକ୍ଜାମ୍ ହେଉଛି ତାର ରିଟିନ୍ ଏକ୍ଜାମ୍ କିମ୍ବା ଭାଇବାରେ ତାର ପଡ଼ୋଶୀ ଜିଲ୍ଲା କ'ଣ କ'ଣ କେଉଁ ଦିଗରେ ରହିଛନ୍ତି ତାକୁ ପଢ଼ିକି ଯିବେ ନିଶ୍ଚୟ କହିଥିଲା। ଦେଖନ୍ତୁ ସେଇ ଟାଇପ୍ର ପ୍ରଶ୍ନ ଆସୁଛି। ତେଣୁକରି ଝାରସୁଗୁଡ଼ା ଜିଲ୍ଲାକୁ ଆଉ କେଉଁ ଜିଲ୍ଲା ଲାଗିଛି ନା ସମ୍ବଲପୁର ଜିଲ୍ଲା ଲାଗିଛି, ସୁନ୍ଦରଗଡ଼ ଜିଲ୍ଲା ଲାଗିଛି, ବରଗଡ଼ ଜିଲ୍ଲା ଲାଗିଛି। ତେଣୁକରି ଝାରସୁଗୁଡ଼ାକୁ ଲାଗିକିରି ତାର ପଡ଼ୋଶୀ ଜିଲ୍ଲା ଗୁଡ଼ାକୁ ମୁଁ ଆପଣମାନଙ୍କୁ କହିଦେଲି, ବୁଝିହେଲା। ନେକ୍ସଟ ଦେଖିବା ନମ୍ବର 40। ଝାରସୁଗୁଡ଼ା ଜିଲ୍ଲାକୁ ଲାଗି କେଉଁ ରାଜ୍ୟ ରହିଛି? ଦେଖନ୍ତୁ ଝାରସୁଗୁଡ଼ା ଜିଲ୍ଲାକୁ ଲାଗି ଛତିଶଗଡ଼ ରାଜ୍ୟ ରହିଛି। ତେଣୁକରି 40 ନମ୍ବରର କ୍ୱେଶ୍ଚନର ସଠିକ୍ ଉତ୍ତର ହେଇଯିବ ଛତିଶଗଡ଼, ବୁଝିହେଲା ପିଲାମାନେ। ତେଣୁକରି ଝାରସୁଗୁଡ଼ା ଜିଲ୍ଲାର ଯେଉଁ ହୋମଗାର୍ଡ଼ ରିଟିନ୍ ଏକ୍ଜାମ୍ ହେଇଥିଲା ତାର ଯେଉଁ ସବୁ କ୍ୱେଶ୍ଚନ୍ସ ପାଇଥିଲୁ ଆମେ ସେଇ କ୍ୱେଶ୍ଚନ୍ସକୁ ଆନାଲିସିସ୍ କରିଦେଲି। କିନ୍ତୁ ଯେଉଁ କ୍ୱେଶ୍ଚନ୍ସ ଗୁଡ଼ା ମିସ୍ ହେଇଯାଇଛି ବା ଆଲୋଚନା କରିନାହୁଁ ସେ କ୍ୱେଶ୍ଚନ୍ସକୁ ନିଶ୍ଚୟ ଭାବରେ ଆପଣମାନେ କମେଣ୍ଟ ମାଧ୍ୟମରେ ଜଣାଇବେ। ତା ନହେଲେ ଏହାର ଟେଲିଗ୍ରାମ ଗ୍ରୁପ୍ ଡିକେ ସାର୍ ଓଡ଼ିଶା ତାର ଲିଙ୍କ୍ ମଧ୍ୟ ଡେସ୍କ୍ରିପସନ୍ ବକ୍ସରେ ରହିଛି, ତା ମାଧ୍ୟମରେ ନିଶ୍ଚୟ ଆପଣମାନେ ଜଣାଇପାରିବେ, ଯାହାଫଳରେ ଆମେ ଆଉ ଅଧିକା ଆଉ ଭଲ ଭାବରେ ଆନାଲିସିସ୍ କରିପାରିବା, ବୁଝିଗଲେ ପିଲାମାନେ। ତେଣୁକରି ଏହି ଟାଇପ୍ର ଏକ୍ଜାମ୍ ରିଲେଟେଡ଼୍ର ଆନାଲିସିସ୍ ଏବଂ ଜବ୍ ରିଲେଟେଡ୍ ନୋଟିଫିକେସନ୍ ନଲେଜେବୁଲ୍ ଭିଡ଼ିଓ ପାଇବା ପାଇଁ ହେଲେ ଚ୍ୟାନେଲଟିକୁ ନିଶ୍ଚୟ ଭାବରେ ପିଲାମାନେ ସବସ୍କ୍ରାଇବ୍ କରିବେ। ତା ସହିତ ବେଲ୍ ଆଇକନ୍ର ଅଲ୍ ନୋଟିଫିକେସନ୍ ଅନ୍ କରିଦେବେ, କାହିଁକି ନା ମୁଁ ଭିଡ଼ିଓ ଯେମିତି ଛାଡ଼ିବି ଆପଣମାନଙ୍କର ମୋବାଇଲକୁ ସେମିତି ନୋଟିଫିକେସନ୍ଟିଏ ଚାଲିଯିବ। ଶୀଘ୍ର ଭିଡ଼ିଓ ଦେଖିବେ, ଶୀଘ୍ର ଆପଣମାନେ ନୋଟ୍ କରିବେ, ଶୀଘ୍ର ଚାକିରି ପାଇବେ। କିଛି ଅସୁବିଧା ହେବ ନାହିଁ ପିଲାମାନେ। ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ ଆଉ ମତାମତ ଦେବାକୁ ଜମା ଭୁଲିବେନି। ଧନ୍ୟବାଦ।